ଆପଣଙ୍କର ଯଦି ଧନୁରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଧନୁରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ରେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ଦୂର ହେବାକୁ ଲାଗିବ। ତେଣୁ ଆପଣ ଯଦି ଧନୁରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତା ସହିତ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟରେ ଜୟ ମହାଦେବ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ପ୍ରଥମତଃ ଧନୁରାଶିର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯାହା ଆପଣଙ୍କର ପଞ୍ଚମ ଭାଗରେ ବିରାଜମାନ କରିଛନ୍ତି ଏବଂ ଏହି ବର୍ଷକ ପାଇଁ ଆପଣଙ୍କର ପଞ୍ଚମ ଭାଗରେ ବିରାଜମାନ କରିବେ। ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନର ପ୍ରତୀକ, ଯାହାକି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତିଙ୍କୁ ଏକ ଧନର ରାଶି ମାନାଯାଇଥାଏ ଏବଂ ଦେବଗୁରୁ ବୃହସ୍ପତିଙ୍କୁ ନବଗ୍ରହଙ୍କର ଗୁରୁ ମଧ୍ୟ ମନାଯାଇଥାଏ। ତେଣୁ ଆପଣଙ୍କର ଖାସ୍ କରି ଆପଣଙ୍କର ଧନୁରାଶିର ବ୍ୟକ୍ତିବିଶେଷମାନଙ୍କର ଦେବଗୁରୁ ବୃହସ୍ପତି ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ବହୁତ ମାତ୍ରାରେ ଧ୍ୟାନ ଦେବେ। ଆପଣଙ୍କର କ୍ୟାରିୟର ଉପରେ, ଯେମିତିକି ଆପଣ ଏକ ଷ୍ଟୁଡେଣ୍ଟ ଯଦି ହୋଇଥାନ୍ତି ତେବେ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ। ଖାସ୍ କରି ଆପଣଙ୍କର ଶିକ୍ଷାରେ ଯଦି ପରୀକ୍ଷାର୍ଥୀମାନେ ହୋଇଥାନ୍ତି ମଧ୍ୟ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ କରିବେ। ତା ସହିତ ଆପଣଙ୍କର ଯଦି କୌଣସି ବିଜନେସ୍ ଅଛି, ଆପଣ ସେ ବିଜନେସ୍ଟାକୁ ଗ୍ରୋ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କୁ ଉପାୟ ମିଳୁନାହିଁ, କିମ୍ବା ଆପଣ କୌଣସି ଋଣରେ ବୁଡ଼ି ଯାଇଛନ୍ତି ଯାହାକୁ ଆପଣ ଋଣ ସୁଝି ପାରୁନାହାନ୍ତି, ବହୁତ ଅସହାୟ ମନେ କରୁଛନ୍ତି, ଆପଣ ବହୁତ ଏକଲା ମନେ କରୁଛନ୍ତି, ଆପଣ ବହୁତ ମନକୁ ମନ ନିନ୍ଦୁଛନ୍ତି, ଡିପ୍ରେସନକୁ ଯାଉଛନ୍ତି, ଷ୍ଟ୍ରେସ୍ ଫିଲ୍ କରୁଛନ୍ତି। ଦେଖିବେ ଏହିଭଳି ମାମଲାରୁ, ଏହିଭଳି କର୍ମରୁ ଆପଣ ଦୂରେଇ ଯିବେ ଏବଂ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଦେବଗୁରୁ ବୃହସ୍ପତି ଆପଣଙ୍କର ଏହି ସବୁ ପ୍ରୋବ୍ଲେମକୁ ସଲ୍ଭ କରିବାକୁ ଲାଗିବେ। ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାଗରେ ଥିବାରୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ପଞ୍ଚମ ଭାଗରେ ରହିବା ଏକ ଶୁଭ ମନାଯାଇଥାଏ ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ଧ୍ୟାନ ଦେଇଛନ୍ତି, ସେଥିପାଇଁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣଙ୍କର ଯଦି କୌଣସି ଚାକିରି କରିବାକୁ ଚାହୁଁଛନ୍ତି କିମ୍ବା ଚାକିରିରେ ପ୍ରିପାରେସନ୍ କରୁଛନ୍ତି, ଦେଖନ୍ତୁ ଏହି ଜୁନ୍ 5 ତାରିଖ ଭିତରେ 2026 ଜୁନ୍ 5 ତାରିଖ ଭିତରେ ଆପଣଙ୍କୁ ଯେମିତି ହେଉନା କାହିଁ, ଯେକୌଣସି ଚାକିରି ହେଉନା କାହିଁ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ। ତା ସହିତ ଆପଣ ଯଦି ଚାକିରିରେ ଅଛନ୍ତି ଏବଂ ପ୍ରମୋସନ୍ ହେବାକୁ ଚାହୁଁଛନ୍ତି କିନ୍ତୁ ପ୍ରମୋସନ୍ ହୋଇପାରୁନାହାନ୍ତି, ଦେଖିବେ ଆପଣଙ୍କର ନିଶ୍ଚିତ ଭାବରେ ପ୍ରମୋସନ୍ ଘଟିବ। ଆପଣ କୌଣସି ନା କୌଣସି ଉପାୟରେ ହେଉ, ଯେକୌଣସି କ୍ଷେତ୍ରରେ ହେଉ, ଆପଣ କୌଣସି ଚାକିରି କରିଥାନ୍ତୁ, ଜବ୍ କରିଥାନ୍ତୁ, ଅଯଥା ବିଜନେସ୍ କରିଥାନ୍ତୁ, ସେଥିରେ ମଧ୍ୟ ଆପଣଙ୍କର ଉନ୍ନତି ଘଟିବ। ଦେବଗୁରୁ ବୃହସ୍ପତିଙ୍କର ବହୁତ ମାତ୍ରାରେ ଆଶୀର୍ବାଦ ରହିବ ଏବଂ ଆପଣଙ୍କର ଏହି ରାଶିଚକ୍ରର ଧନୁରାଶିର ବ୍ୟକ୍ତିବିଶେଷମାନଙ୍କର ବହୁତ ମାତ୍ରାରେ ଧ୍ୟାନ ରହିବ ଦେବଗୁରୁ ବୃହସ୍ପତି ଏବଂ ଶନି ମହାଗ୍ରହ। କାରଣ ଦେଖନ୍ତୁ, ସବୁ ଗ୍ରହଙ୍କର ତ ଶନି ନଥାନ୍ତି ଆଦୌ, କାରଣ ଶନି ଆଦୌ ଶନି ଥାନ୍ତି ଅବଶ୍ୟ, କିନ୍ତୁ ଶନି ଏତେ ମୁଣ୍ଡ ପୁରାଇ ନଥାନ୍ତି କିମ୍ବା ଚଳନରେ ଆପଣଙ୍କ ଜୀବନରେ ଯାହା ଘଟିବାକୁ ଯାଉଅଛି, କ'ଣ ହେବ, ପ୍ରେଡ଼ିକ୍ସନ୍ ହେବ, ତାହାକୁ ଶନି ମଧ୍ୟ ଗ୍ରହଣ କରିନଥାନ୍ତି। କିନ୍ତୁ ଆପଣଙ୍କର ସପ୍ତମ ଭାଗରେ ଶନି ବିରାଜମାନ କରିଲେଣି ଏବଂ ଶନିଙ୍କର ପ୍ରଭାବ ଆପଣଙ୍କ ଉପରେ ବହୁତ ଭାବରେ ରହିବ ଏବଂ ମଜବୁତ ଭାବରେ ମଧ୍ୟ ରହିବ। ଶନି ଆପଣଙ୍କର ଯେଉଁ ସପ୍ତମ ଭାଗରେ ରହିବେ, ସପ୍ତମ ଭାଗରେ ରହିବା ଫଳରେ ଆପଣଙ୍କୁ ଧନ ଧାନ୍ୟରେ ପରିପୂର୍ଣ୍ଣ କରାଇଦେବେ, ଆପଣଙ୍କୁ ଏକ ଏଜୁକେଟେଡ଼ କରାଇଦେବେ। ଆପଣ ଯଦି କୌଣସି ଲୋ ଚିପ୍ ମାଇଣ୍ଡ ପରି ଭାବୁଥିବେ କୌଣସି ବ୍ୟକ୍ତି ହେଉ, କିମ୍ବା ଆପଣ ବହୁତ ନିଚ ସ୍ତରର କାର୍ଯ୍ୟ ଭାବୁଥିବେ, ବହୁତ ନିଚ ସ୍ତରର ଦୃଷ୍ଟି ଦେଖୁଥିବେ, କୌଣସି ନିଚ କାମ କରୁଥିବେ, ସେଥିରୁ ଆପଣଙ୍କୁ ଉନ୍ନତିମୟ କରାଇବେ। ଆପଣଙ୍କୁ ଖାସ୍ କରି ଆପଣଙ୍କର ଶନି ମହାଗ୍ରହ ହେଉଛନ୍ତି ଆପଣଙ୍କ ପାଇଁ ଏକ ବହୁତ ବଡ଼ ସୁଯୋଗ, କାରଣ ଶନି ମହାଗ୍ରହ ଆପଣଙ୍କର ସପ୍ତମ ଭାଗରେ ରହିବେ। ସପ୍ତମ ଭାଗରୁ ଆପଣଙ୍କୁ ବହୁତ ମାତ୍ରାରେ ଉନ୍ନତି କରାଇବେ। ଯେମିତିକି ଶନି ଆପଣଙ୍କର କେଉଁ କ୍ଷେତ୍ରରେ, ଶନି ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ବହୁତ ଫୋକସ୍ କରିବେ ଏବଂ ଶନିଙ୍କର ଆଗମନ ଫଳରେ ଆପଣ କୌଣସି ନୂତନ ଜମି ମଧ୍ୟ କ୍ରୟ କରିପାରନ୍ତି। ତା ସହିତ
ଶନିଙ୍କର ଆଗମନ ଫଳରେ ଆପଣ ନୂତନ ଯାନବାହନ ମଧ୍ୟ କ୍ରୟ କରିପାରନ୍ତି ଏବଂ ଶନିଙ୍କର ଆଗମନ ଫଳରେ ଆପଣଙ୍କର ଆୟ ବୃଦ୍ଧି ହେବ ଏବଂ ତା ସହିତ ବ୍ୟୟ ମଧ୍ୟ କମ୍ ହେବାକୁ ଲାଗିବ। ଦେଖିବେ ଶନିଙ୍କର ଆଗମନ ଫଳରେ ଆପଣଙ୍କୁ ବହୁତ ମାତ୍ରାରେ ଏନର୍ଜି ଫିଲ୍ ଆସିବ ଏବଂ ଶନିଙ୍କର ଆଗମନ ଫଳରେ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ଯେଉଁ ଦୁଃଖ ଆସୁଥିଲା, ବାଧା ଆସୁଥିଲା, ଆପଣ ବହୁତ ମାତ୍ରାରେ ଷ୍ଟ୍ରେସ୍ ଫିଲ୍ କରୁଥିଲେ, ଏଥିରୁ ବହୁତ ମାତ୍ରାରେ ପାର ପାଇବେ ଏବଂ ଆପଣଙ୍କର ପାରିବାରିକ କ୍ଷେତ୍ରରେ ବହୁତ ମାତ୍ରାରେ ବାଦ ବିବାଦ ଯଦି ରହୁଥିଲା, ଆପଣଙ୍କର ସ୍ୱାମୀ ସ୍ତ୍ରୀ କ୍ଷେତ୍ରରେ ହେଉ ଅଥବା ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ରରେ ହେଉ, ଶନିଙ୍କର ବହୁତ ମାତ୍ରାରେ ଆପଣଙ୍କ ଉପରେ ଦୃଷ୍ଟି ରହିବ। ଆପଣଙ୍କ ଲଭ୍ ଲାଇଫ୍ କ୍ଷେତ୍ର ଏବଂ ଆପଣଙ୍କର ଚାକିରି କ୍ଷେତ୍ର, ଆୟ ଏବଂ ବ୍ୟୟ ଉପରେ ମଧ୍ୟ। ତେଣୁ ଶନିଙ୍କର ଆଗମନ ଫଳରେ ଆପଣଙ୍କୁ ବହୁତ ମାତ୍ରାରେ କିଛି ମିଳିବାକୁ ଯାଉଅଛି। ତେଣୁ ଆପଣ ପ୍ରତ୍ୟେକ ଶନିବାର ଦିନ ଟିକେ ଆମିଷ ଖାଇବା ବନ୍ଦ କରିଦିଅନ୍ତୁ। ଆପଣଙ୍କୁ ତ ସପ୍ତାହକ 7 ଦିନ ମଧ୍ୟରୁ ରବିବାର ତ ଖାଉଥିବେ ନିଶ୍ଚିତ ଭାବରେ, ଶୁକ୍ରବାର ବି ମଧ୍ୟ ଖାଉଥିବେ, ଏମିତିକି ସୋମବାର ବି କିଛି ଲୋକ ଖାଉଛନ୍ତି। ତେଣୁ ଆପଣ ପ୍ରତ୍ୟେକ ଶନିବାର ଦିନ ଟିକେ ଆମିଷ ଖାଇବା ବନ୍ଦ କରନ୍ତୁ ଏବଂ ଶନିବାର ଦିନ ଆମିଷ ଖାଇବା ବନ୍ଦ କରି ଓମ୍ ଶନିଶ୍ଚରାୟ ନମଃ ସ୍ନାନ କରିସାରିବା ମାତ୍ରେ ଓମ୍ ଶନିଶ୍ଚରାୟ ନମଃ, ଓମ୍ ଶନିଶ୍ଚରାୟ ନମଃ 3 ଥର ଲେଖାଏଁ ଜପ କରନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ଜୀବନରେ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ସୁନ୍ଦରମୟ ହୋଇଯିବ। ଆଉ ଗୋଟେ କଥା ଦେଖନ୍ତୁ, ଆଉ ଗୋଟେ କଥା ମନେ ରଖିଥାନ୍ତୁ, ଶନିଙ୍କ ପୂଜା ସାରିବା ମାତ୍ରେ ଆପଣଙ୍କୁ ଯଦି ସମୟ ହେଉଛି ତେବେ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କର ଜ୍ଞାନ ବଢ଼ିଥାଏ ଏବଂ ଜ୍ଞାନ ସହିତ ଆପଣଙ୍କ ବୁଦ୍ଧି ବିବେକ ସବୁ ମାତ୍ରାରେ ବଢ଼ିଥାଏ ଏବଂ ଯଦି ଆପଣଙ୍କୁ ସମୟ ମଧ୍ୟ ହେଉଛି ତେବେ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ନବଗ୍ରହଙ୍କ ସ୍ଥିତି, ନବଗ୍ରହଙ୍କର ଚାଲିଚଳନ ଆପଣଙ୍କର ଧ୍ୟାନପୂର୍ବକ ଆପଣଙ୍କର ପାଇଁ ସ୍ଥିର ହୋଇଯାଇଥାଏ ଏବଂ ନବଗ୍ରହଙ୍କ ସ୍ଥିତି ମଧ୍ୟ ବହୁତ ସୁଦୃଢ଼ ମଜବୁତ ହୋଇଯାଇଥାଏ ଆପଣଙ୍କ ପାଇଁ। ତେଣୁ ନବଗ୍ରହଙ୍କ ସ୍ଥିତିକୁ ଆପଣ ସନ୍ତୁଳନ ଭାବରେ ରକ୍ଷା କରିବା ପାଇଁ ଆପଣ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରିପାରିବେ। ଆଉ ଗୋଟେ କଥା ମନେ ରଖନ୍ତୁ ଏବଂ ଏହାକୁ ମଧ୍ୟ କାର୍ଯ୍ୟରେ ଲଗାନ୍ତୁ। ଆପଣଙ୍କର ଇଷ୍ଟ ଦେବତା ହେଉଛନ୍ତି ମହାଦେବ। ଆପଣଙ୍କର ଏହି ବର୍ଷକ ପାଇଁ ଦେଖନ୍ତୁ ଧନୁ ରାଶିର ବ୍ୟକ୍ତିବିଶେଷଙ୍କର ଆପଣଙ୍କର ଇଷ୍ଟ ଦେବତା ହେଉଛନ୍ତି ମହାଦେବ। ତେଣୁ ଆପଣ ପ୍ରତ୍ୟେକ ଦିନ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ଯେକୌଣସି ସୋମବାର ହେଉ କିମ୍ବା ଯେବେ ହେଉ ଆପଣଙ୍କୁ ଯଦି ସମୟ ହେଉଛି ପ୍ରତ୍ୟେକ ଦିନ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ ଏବଂ ମହାଦେବ ହେଉଛନ୍ତି ଆପଣଙ୍କର ଇଷ୍ଟ ଦେବତା। ତେଣୁ ଆପଣ ଜଳସାଇ ମଧ୍ୟ କରିପାରିବେ କିମ୍ବା ବେଲପତ୍ର ଚଢ଼ାଇ ପାରିବେ। ଯଦି ଆପଣ ଆମିଷ ବି ଖାଇବା ଛାଡ଼ିପାରିବେ ସୋମବାର ଦିନ ତେବେ ଆପଣଙ୍କ ପାଇଁ ତ ଅତ୍ୟନ୍ତ ଭଲ, ନଚେତ୍ ଆପଣ ଏତିକି ମଧ୍ୟ କରନ୍ତୁ। ତେଣୁ ମୁଁ ଏଇଠି ରଖୁଛି, ଧନ୍ୟବାଦ। ତେଣୁ ଆପଣ ଯଦି ଧନୁରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ